ଆଜ୍ଞା ନମସ୍କାର। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ଏଇ ଯେଉଁ ଇଂରେଜ ମାସ ଯେଉଁଟାକି କ୍ୟାଲେଣ୍ଡର ମାସ, ଯାହାକୁ ଆମେମାନେ ସବୁ ପାଳନ କରୁଛେ, 2025 ମାନେ ଚାଲିଯାଉଛି, 2026 ଆସିଯାଉଛି। କିନ୍ତୁ ତାକୁ ସ୍ୱାଗତ କରିବା ପାଇଁ ଆମେ ନାନାଦି ପ୍ରକାର ଆଶାର ଜମଉଛନ୍ତି। ସବୁ ମଦ, ମାଛ, ମାଂସ, ନାନାଦି ଖେଳକୁଦ, ନାନାଦି ନାଚ ମାନେ ଗୀତର ଆୟୋଜନ, ୟାକୁ ଟିକେ କମେଇକି ମୁଁ ଭାବୁଛି ଏ କଳି ଯୁଗରେ, ମାନେ ଚାରି ଯୁଗରେ ହେଉଛି ସବୁଠୁ ଦୁଃଖର ଯୁଗ ହେଉଛି କଳିଯୁଗ। ତେଣୁ ଆପଣମାନେ ସମସ୍ତେ 2026 କି ଉପଭୋଗ କରନ୍ତୁ। ଦେବତାମାନଙ୍କ ପାଖକୁ ଯାଆନ୍ତୁ, ମନ୍ଦିରକୁ ଯାଆନ୍ତୁ, ଦୀପ ଜାଳନ୍ତୁ, ଭଗବାନଙ୍କୁ ଡାକନ୍ତୁ, ଭଗବାନଙ୍କ ଶରଣାପନ୍ନ ହୁଅନ୍ତୁ, ଗୁରୁ ଗୁରୁଜନଙ୍କ ସେବା କରନ୍ତୁ, ପଶୁ ବୃକ୍ଷ ଲତା ଏମାନଙ୍କ ସେବା କରନ୍ତୁ, କିଛି ବୃକ୍ଷରୋପଣ କରନ୍ତୁ। ଆଉ 2026 ନିଶ୍ଚୟ ଆପଣଙ୍କ ପାଇଁ ଶୁଭମୟ ହେବ, ଶୁଭ ସମୟ ମଧ୍ୟ ଆଣି ଦେବ। ତେଣୁ ମୁଁ ଆପଣମାନଙ୍କୁ ଗୋଟିଏ ନିବେଦନ କରିବି, ଆପଣମାନେ ନୂଆ ବର୍ଷକୁ ପାଳନ କରନ୍ତୁ। ଏ ନୂଆ ବର୍ଷ ତ ଆମର ନୂଆ ବର୍ଷ ନୁହଁ, କିନ୍ତୁ ଏ ହେଉଛି ଇଂରେଜ କ୍ୟାଲେଣ୍ଡର ଶାସନର ନୂଆ ବର୍ଷ। ଆପଣ ଇଂରେଜ ଶାସନ ବିଷୟରେ କ'ଣ ଜାଣିଛନ୍ତି ମୁଁ କହିପାରିବିନି। ତାଙ୍କ ଶାସନ ବେଳେ ବହୁତ ଭଲ ଶାସନ ଥିଲା। ଆମେ ସ୍ୱାଧୀନ ହେଇଛନ୍ତି, କିନ୍ତୁ ଆମେ ସ୍ୱାଧୀନର ଭାବକୁ କିଛି ଚାଖି ନାହାନ୍ତି। ତେଣୁ ମୁଁ ସମସ୍ତ ୟୁଟ୍ୟୁବ୍ ପ୍ରେମୀ, ହ୍ୱାଟ୍ସଆପ୍ ପ୍ରେମୀ, ଫେସବୁକ୍ ପ୍ରେମୀ ଏବଂ ସମସ୍ତ ଓଡ଼ିଶାବାସୀ, ଭାରତବାସୀ, ବିଶ୍ୱବାସୀଙ୍କୁ ନିବେଦନ କରିବି, ଆପଣମାନେ ସଦାସର୍ବଦା ଦେବତାଙ୍କ ଶରଣାପନ୍ନ ହୁଅନ୍ତୁ, ଦେଶର ମାନେ ସେବା କରନ୍ତୁ, ଆଉ ଲୋଭ ମୋହ ମାୟାକୁ ଟିକେ କମେଇ ଦିଅନ୍ତୁ। କାରଣ କିଛି ନେଇକି ଯିବେନି, କିଛି ନେଇକି ଆସିନଥିଲେ, ଆଉ ଯାହା ନେଇକି ଯିବେ ସାଙ୍ଗରେ ସିଏ ହେଉଛି ଆପଣମାନଙ୍କର ନିଜସ୍ୱ ସମ୍ମାନ। ତେଣୁ ମୁଁ ସମସ୍ତ 2026କୁ ବିଦାୟ ଦେଇ ପାଳୁଥିବା ସମସ୍ତ ଭାରତବାସୀ, ଓଡ଼ିଶାବାସୀ, ବିଶ୍ୱବାସୀ ସମସ୍ତଙ୍କୁ ମୁଁ ନିବେଦନ କରୁଛି, ଆପଣମାନେ ସମସ୍ତେ ଭାଇଚାରାର ସମ୍ପର୍କ ରଖନ୍ତୁ ଏବଂ 2026କୁ ମଧ୍ୟ ଭଲ ଭାବରେ ଉପଭୋଗ କରନ୍ତୁ। କାରଣ 25କୁ ବିଦାୟ ଦିଅନ୍ତୁ। ବିଦାୟ ଦେବାର ମାନେ ନୁହଁ ଯେ ଆମେ ଗୋଟେ ତାକୁ ମାନେ ଇଏ କରିକି ବିଦାୟ ଦେବା। ହଉ, ରହିଲି। ନିଜସ୍ୱ ସମୀକ୍ଷକ। ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ